ଖରାଦିନ ଆସିଗଲେ ମନେ ପଡ଼ିଯାଏ ପଖାଳ କଂସା କଥା। ଗାଁଠୁ ସହର ଏପରିକି ବଡ଼ ବଡ଼ ହୋଟେଲମାନଙ୍କରେ ମଧ୍ୟ ଆରମ୍ଭ ହୋଇଯାଏ ପଖାଳର ପସରା। ପଖାଳକୁ ମନେ ରଖିବା ପାଇଁ ଆଜକୁ କିଛି ବର୍ଷ ହେବ ମାର୍ଚ୍ଚ 20 ତାରିଖକୁ ବିଶ୍ୱ ପଖାଳ ଦିବସ ଭାବରେ ଘୋଷଣା କରାଯାଇଛି। ଫାର୍ସି ଭାଷାରୁ ଏହି ଶବ୍ଦ ଆସିଥିଲେ ହେଁ ଏହା ଏବେ ଓଡ଼ିଆ ଶବ୍ଦରେ ପୁରାପୁରି ମିଶିଯାଇଛି। ଏବେ ଓଡ଼ିଶାର ପଖାଳ ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିସାରିଲାଣି। ଏହି ଦିନଟିକୁ କିଛି ସଂସ୍ଥା ଜାକଜକମରେ ପାଳନ କରିଥାନ୍ତି। ଚଳିତ ବର୍ଷ ବାଲେଶ୍ୱର ସହରର ବହୁ ସଂସ୍ଥା ପାଳନ କରିଛନ୍ତି ଏହି ପଖାଳ ଦିବସ। ଏହି ପରିପ୍ରେକ୍ଷୀରେ ଆଜି ଅଡ଼ର ବଜାର ଯୁବକ ସଂଘ ପକ୍ଷରୁ ପାଳନ କରାଯାଇଛି ବିଶ୍ୱ ପଖାଳ ଦିବସ। ଦେଖନ୍ତୁ କେମିତି ସଜା ହୋଇ ରହିଛି ମାଛ ଚଡ଼ଚଡ଼ି, ଚିଙ୍ଗୁଡ଼ି ଚଟଣି, ମାଛ ଭଜା, ଚିଙ୍ଗୁଡ଼ି ମାଛ ଘଣ୍ଟ ଇତ୍ୟାଦି। ସେପଟେ ନିରାମିଷ ଲୋକଙ୍କ ପାଇଁ ହୋଇଛି ବୋଇତାଳୁ ଫୁଲ ବଡ଼ା, ବାଇଗଣ ଚଟଣି, ଶାଗ ଭଜା, ବଡ଼ି ଚୋରା, କଦଳୀ ଭଜା, ଭେଣ୍ଡି ଭଜା, ବାଦାମ ଚଟଣି ଇତ୍ୟାଦି ବିଭିନ୍ନ ପ୍ରକାରର ବ୍ୟଞ୍ଜନ। ପ୍ରକୃତରେ ଏସବୁକୁ ଦେଖିଲେ ସମସ୍ତଙ୍କର ପଖାଳ ଖାଇବା ପାଇଁ ଆଗ୍ରହ ବଢ଼ୁଛି। ଯୁବକ ସଂଘ ପକ୍ଷରୁ 200ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଏହି ପଖାଳ ଖାଇବାର ବ୍ୟବସ୍ଥା କରାଯାଇଥିଲା। ସେଥିପାଇଁ ଗତକାଲି ରାତିରୁ 2ଟି ବଡ଼ ବଡ଼ ଗଞ୍ଜରେ ଭାତ ତିଆରି କରାଯାଇ ସେଥିରେ ଦହି ପକାଯାଇ ରଖାଯାଇଥିଲା। ଲୋକମାନେ ବସିବା ପାଇଁ ବିରାଟ ଆୟୋଜନ ମଧ୍ୟ ହୋଇଛି। ଦେଖୁନାହାନ୍ତି କେମିତି ଲୋକମାନେ ଆନନ୍ଦରେ ଖାଇ ଚାଲିଛନ୍ତି ସେହି ପଖାଳ ଓ ତରକାରୀ ସବୁକୁ। ସେହିଭଳି କିଛି ବୟସ୍କ ଲୋକଙ୍କ ପାଇଁ ପାରମ୍ପରିକ ଢଙ୍ଗରେ କଂସା ବାସନରେ ସମସ୍ତ ପ୍ରକାରର ବ୍ୟଞ୍ଜନ ରଖାଯାଇଥିଲା। ସହରରେ ପଖାଳ ମିଳିବା ଦୁରୂହ ବ୍ୟାପାର ହୋଇଛି। ସେଥିପାଇଁ ବର୍ଷରେ ଥରେ ଅଧେ ଏ ପ୍ରକାର ବନ୍ଧୁମାନଙ୍କ ସହ ମିଶି ପଖାଳ ଖାଇବାର ମଜା ଟିକେ ନିଆରା। ସେଇଥିପାଇଁ ସମସ୍ତେ ଏଠାରେ ଉପସ୍ଥିତ ହୋଇଥିବାର ଏହାର ସମ୍ପାଦକ କହିଛନ୍ତି। ଏଥିରେ ସମସ୍ତ କାର୍ଯ୍ୟ ସୂର୍ଯ୍ୟକାନ୍ତ କର, ସୌମ୍ୟରଞ୍ଜନ ଜେନା, ସତ୍ୟରଞ୍ଜନ ଦାସ, ସୂର୍ଯ୍ୟଶଙ୍କର ମାଝୀ, ରାଜୀବ ଗିରି, ପୀୟୁଷ ନନ୍ଦୀ, ପ୍ରବୀର ଶଙ୍କର ଦାସ ପ୍ରମୁଖଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ଓଡ଼ିଆଣୀର ଖାଦ୍ୟ, ଆମ ଓଡ଼ିଆ ପରମ୍ପରାର ଖାଦ୍ୟ ଯେଉଁଗୁଡ଼ିକ ଆମେମାନେ ନିଶ୍ଚିତ ପ୍ରତ୍ୟେକ ଦିନ ଖାଉଛୁ, କିନ୍ତୁ ଆଜି ଗୋଟିଏ ଶୁଭ ମୁହୂର୍ତ୍ତ ଏଇ ପଖାଳ ଦିବସରେ ପ୍ରକୃତରେ ଦେଶୀ ଖାଦ୍ୟ ଯେଉଁଥିରେ କି ତେଲ ମସଲା ନଥାଇ ଯେଉଁ ବିଭିନ୍ନ ପ୍ରକାରର ଚଟଣି, ବିଭିନ୍ନ ପ୍ରକାରର ଭଜା, ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଯେଉଁଟାକି ଆମ ମାଆ ମାନେ ପୂର୍ବରୁ କରୁଥିଲେ, ସେ ଖାଦ୍ୟକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଏଇ ଇଲେକ୍ଟ୍ରୋନିକ୍ସ ଯୁଗରେ ଓଡ଼ିଆଙ୍କର ପରମ୍ପରାକୁ ବଜାୟ ରଖିବା ପାଇଁ ଏ ପଖାଳ ଦିବସ ହେଇଛି। ଏବଂ ଆମ ଯୁବକମାନେ ଗୋଟେ ଚିନ୍ତା କଲେ ଯେ ସବୁଆଡ଼େ କରୁଛନ୍ତି, ଆମେ ମଧ୍ୟ କରିବା। ଠିକ୍ ଅଛି, ସମସ୍ତଙ୍କର ଇଚ୍ଛା, ଗାଁ ଯାକ ଆମେ ଲୋକ ଡାକିଛୁ ଏବଂ ଆପଣମାନଙ୍କ ମାଧ୍ୟମରେ ଆମେ ଏ ପଖାଳ ଦିବସ ଏଇଭଳି ଚାଲିଥାଉ। ଲୋକ ଆମ ଓଡ଼ିଆର ପରମ୍ପରାକୁ ମନେ ରଖନ୍ତୁ। ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଏ ପ୍ରାର୍ଥନା କରୁଛି। ହରି ପ୍ଲାଜା ବର୍ନ ଟୁ ଏଣ୍ଟରଟେନ୍ ୟୁ। ଅତ୍ୟାଧୁନିକ ଛାପରେ ଗଢ଼ା ଯାଇଥିବା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ହୋଟେଲ ହରି ପ୍ଲାଜା, ଯେଉଁଠାରେ ରହିଛି ମନୋରମ ପାହାଡ଼, ଝରଣା ଓ ପ୍ରଶସ୍ତ ସ୍ଥାନ। ବିବାହ, ବ୍ରତ, ଜନ୍ମଦିନ ଓ ସମସ୍ତ ପ୍ରକାର ସଭା ସମିତି ପାଇଁ ଉତ୍କୃଷ୍ଟ ହୋଟେଲ ହେଉଛି ହରି ପ୍ଲାଜା। ଏଠାରେ ରେଷ୍ଟୁରାଣ୍ଟର ମଧ୍ୟ ସୁବିଧା ରହିଛି, ଯେଉଁଠି ଆପଣମାନେ ପାଇବେ ଇଣ୍ଡିଆନ, ଚାଇନିଜ ଏବଂ କଣ୍ଟିନେଣ୍ଟାଲ ଡିଶ୍। ଗରମ ଦିନରେ ଆପଣମାନେ ମଧ୍ୟ ଏଠାରେ ପଖାଳର ମଜା ନେଇପାରିବେ। ହରି ପ୍ଲାଜା, ଓଟି ରୋଡ, ବାଲେଶ୍ୱର। ଫୋନ୍ 9438757715।